ଆପଣମାନଙ୍କର ପାଖେ ବହୁତ କମ୍ ସମୟ ଅଛି ଆଜ୍ଞା। ଆର୍ ଇ କମ୍ ସମୟ ଭିତରେ ଆପଣକେ ଧାନ ମଣ୍ଡି ରେଜିଷ୍ଟ୍ରେସନ କରବା ନିହାତି ଜରୁରୀ। ଯଦି ଆପଣମାନେ ଡାଲୁଆ ଚାଷ କରିଛନ୍ ବୋଇଲେ ଭିଡ଼ିଓଟା ଆପଣମାନେ ନିହାତି ଦେଖବା ଜରୁରୀ। କାଁ ଯେ ଦେଖନ୍ ଆପଣ ଜାଣବା ଦରକାର ଯେହେତୁ ଆପଣମାନେ ଡାଲୁଆ ଚାଷ କରୁଛନ୍ ମାନେ ଡବଲ ଚାଷ କରୁଛନ୍ ତ ଖରାଟିଆ ଚାଷ କରୁଛନ୍ ତ ସେଥିଲାଗି ଏଇ ଭିଡ଼ିଓକେ ଆପଣମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ ଆରାମସେ ସବୁ କିଛି ବୁଝବେ। ଯେହେତୁ ଇ 2024 ନେ ସରକାର ଏବେ ନୂଆ ନୂଆ ନିୟମ କାନୁନ ମାନେ ବାହାର କରିଛନ୍ ଆଉ ଗଲାଥର ଯେନ୍ତା ଆମର ଚାଷୀମାନେ ବହୁତ ମାତ୍ରାରେ ହଇରାଣ ହେଇଥିଲେ ତ ସେ ଜିନିଷକେ ଦେଇକରି ସରକାର ଏଥର ଟିକେ ବଦଲେଇ ଦେଇଛନ୍। କାଣା ସବୁ ବଦଳିଛେ ସବୁ କିଛି ମୁଇଁ ଆପଣକେ ଗୋଟେ ଗୋଟେ କରି A to Z ସବୁ କହିବି। ତ ସେଥିଲାଗି ଆପଣମାନେ ପହଲା କରି ଦେଖୁଛନ୍ ବୋଲେ ନିହାତି ଭାବରେ ଆମର এই ଚ୍ୟାନେଲକେ ସବସ୍କ୍ରାଇବ୍ କରିଥିବେ ଆଉ ସବୁବେଳେ ଚାଷୀମାନଙ୍କର ଅପଡେଟ୍ ହିଁ ଆପଣମାନେ ଦେଖବା ଲାଗି ପାଇପାରବେ। ତ ଆର୍ ଗୋଟେ କଥା ଜାଣିଛନ୍ କି ନାଇଁ ଇ ବର୍ଷ ଆମର ଯେନ୍ ଧାନ ମଣ୍ଡିରେ ଆପଣମାନେ ଧାନଟା ବିକୁଛନ୍ ଆପଣକେ ବି ବିକବେ ବୋଇଲେ ଆପଣକେ 3100 ଟଙ୍କା ପର କ୍ୱିଣ୍ଟାଲ ହିସାବରେ ଆପଣକେ ଦିଆଯିବା। ଏବେ ଚାଷୀମାନଙ୍କର ବହୁତ ସାରା ପ୍ରଶ୍ନ ଉଠୁଛେ ଯେହେତୁ ଆମର ଓଡ଼ିଶାରେ ଆଜ୍ଞା ବହୁତ ସାରା ଚାଷୀମାନେ ଯେନ୍ଟାକି ଏବେ ପତେ ବି ଧାନଟା ବିକି ନେଇ ସାରବା ତାର ମଣ୍ଡିନେ କିନ୍ତୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଯାହାକି ଏବେ ପଞ୍ଜୀକରଣଟା ଆରମ୍ଭ କରିଦେଇଛନ୍। ଏଇଟା ଗୋଟେ ବହୁତ ବଡ଼ ଦୁଃଖର କଥା ହେ ଯେହେତୁ ଓଡ଼ିଶା ସରକାରର କାମ ହେଉଛି ଆଜ୍ଞା ପହଲା ଚାଷୀମାନଙ୍କର ଧାନଟା ଉଠାବା କଥା ତାପରେ ଅନଲାଇନ୍ ରେଜିଷ୍ଟ୍ରେସନ କରବା କଥା। ଯେହେତୁ ଚାଷୀ ଧାନ ସେ ବିକବା ନା ମଣ୍ଡିକେ ଯାଇକରି ରେଜିଷ୍ଟ୍ରେସନ ସେ କରବା ଏଇଟା ହେଉଛି ଚାଷୀମାନଙ୍କ ଲାଗି ବହୁତ ଅସୁବିଧାରେ ଚାଷୀମାନେ ସମ୍ମୁଖୀନ ହେଉଛନ୍। ତାର ସଙ୍ଗେ ସଙ୍ଗେ ଇ ବର୍ଷ ଯେନ୍ ନିୟମ କାନୁନ କରାଯାଉଛେ ଖାସ କରି ଗଲା ବର୍ଷ ହିସାବରେ ଦେଖମଲେ ଆପଣମାନେ ଭାଗ ଚାଷୀମାନେ ବହୁତ ସାରା ହଇରାଣ ହେଇଥିଲେ ଆଉ ଏଥର ବି ଯେନ୍ଟାକି ନୂଆ ନିୟମ କାନୁନଟେ ଲାଗୁ କରିଛନ୍ ଆମର ଓଡ଼ିଶା ସରକାର। ତ ଖାସ କରି ଦେଖନ୍ ଆପଣମାନଙ୍କୁ ଲାଗି ଯେତେବେଲେ ଆପଣମାନେ ରେଜିଷ୍ଟ୍ରେସନ କରିଛନ୍ ଯେନ୍ ଚାଷୀ ଭାଇମାନେ ଆଜ୍ଞା ଆଗରୁ ଗଲା ବର୍ଷ ରେଜିଷ୍ଟ୍ରେସନ କରିଛନ୍ ମାନେ 2025 ମସିହା ଖରିଫ ଋତୁରେ ଯେନ୍ ଚାଷୀମାନେ ପଞ୍ଜୀକରଣ କରିଥିଲେ ଧାନ ମଣ୍ଡିରେ ବିକିଛନ୍ ସେ ଚାଷୀମାନକେ ଆଉ କିଛି କରବାରକେ ନାଇଁ ପଡ଼େ କେବଳ ଆପଣକେ ରିନ୍ୟୁ କରା ପଡ଼ବା। ରିନ୍ୟୁ କରବା ଲାଗି ହେଲା ଦେଖୁନ୍ ଆଜ୍ଞା ଆପଣଙ୍କ ଆବଶ୍ୟକ ଡକୁମେଣ୍ଟ କାଣା ଲାଗବା ଆପଣଙ୍କର ଆବଶ୍ୟକ ଡକୁମେଣ୍ଟ ହେଲା ଆଧାର କାର୍ଡ଼ ବ୍ୟାଙ୍କ ପାସବୁକ୍ର ଫ୍ରଣ୍ଟ ସାଇଜ୍ର ଫଟୋ ତାପରେ ଗଲା ଜମିର କାଗଜପତ୍ର ଯେନ୍ଟାକି ଆରର କପି ବୋଲି କହିସୁଁ ବା ନେଟ୍ କପି ବା ପଟା ବୋଲି ଆମେ କହିସୁଁ। ମନେ ରଖନ୍ ପହିଲା ହିସାବରେ ହେଲା ଆପଣଙ୍କର ଆଧାର କାର୍ଡ଼ ତାପରେ 2 ନମ୍ବର ହେଉଛି ଆପଣଙ୍କର ପହିଲା ହିସାବରେ ଆଧାର କାର୍ଡ଼ ବ୍ୟାଙ୍କ ପାସବୁକ୍ ଜମି ପଟା ମାଲଗୁଜାରୀ ରସିଦ ବା আপনার কইসুন আগে আমি জমি খজনা বলে কହୁছুঁ যদি আপনার কেনাল জমি অছে বলে জমি খজনা দেবে কিংবা ବୋରୱେଲ୍ ଯଦି ରଖିଛନ୍ ବୋଲେ ଆପଣ ବୋରୱେଲ୍ର ଇଲେକ୍ଟ୍ରିକ୍ ବିଲ୍ ଯେନ୍ଟାକି ଆପଣ ଯେନ୍ଟାକି ଯାହାକି ମଣ୍ଡିକେ ଯାଇକରି ଆପଣକେ ଦେବାକୁ ପଡ଼ବା ମାନେ ଆପଣ ଯେନ୍ ଜାଗାରେ ସୋସାଇଟିରେ ଯେନ୍ ରେଜିଷ୍ଟ୍ରେସନ କରୁଛନ୍ ସେନେ ଆପଣମାନେ ଡକୁମେଣ୍ଟ ଜମା କରବେ। ତ ମନେ ରଖନ୍ ଯଦି ଆପଣଙ୍କର ବାପାର ନାଁରେ ଜମି ଅଛେ ଆଉ ପିଲା ଯଦି କରବା ଲାଗି ଚାହୁଁଛେ କିମ୍ବା ଭାଗ ଚାଷୀ ହିସାବରେ ଆପଣମାନେ କରବା ଲାଗି ଚାହୁଁଛନ୍ ବୋଲେ ଆପଣକେ ସହମତି ଫର୍ମଟା ଲାଗବା ଆଉ ସହମତି ଫର୍ମଟା ଆପଣ ଭରି କରି ଯେନ୍ଟାକି ଅଫିସରେ ଦେଲେ ବୋଲେ ଆରାମସେ ଆପଣଙ୍କର ରିନ୍ୟୁଟା ହେଇଯିବା ଆଜ୍ଞା। এই কথা ଗୋଟେ ମନେ ରଖିଥନ୍ ଆଉ ଆପଣକେ କିଛି ଫିଲ୍ଅପ୍ କରବାର ନାଇଁ ପଡ଼େ କେବଳ ଯେନ୍ ଆଜ୍ଞା ଆମେ ନୂଆ କରି ରେଜିଷ୍ଟ୍ରେସନ করবে ସେ মনকে কেবল ফর্ম মানে ସବୁ ফিল্ଅପ୍ করা পড়বা। যদি নিজর নাঁরে যদি জমি অছে বলে কেবল ଆପଣ ঘোষণা পত্র খালি দেবে ଆଉ ବାପାର ନାଁରେ ଜମି ଅଛେ ବୋଲେ ସହମତି ଫର୍ମଟା ଦେବାଟା ହେଉଛି ବାଧ୍ୟତାମୂଳକ କିମ୍ବା ଆପଣ ଅଲଗା ଲୋକ ଜମି କମଉଛ କିମ୍ବା ଅଦର କାଷ୍ଟର ଗୋଟେ କମଉଛ କିମ୍ବା ଅଲଗା ଲୋକଟା ଗୋଟେ କମଉଛ କିମ୍ବା ଆପଣଙ୍କର ପଟାଟା ଜଏଣ୍ଟ ପଟା ଅଛି ଜଏଣ୍ଟ ପଟା ଯଦି ଆପଣଙ୍କର ଅଛି ବୋଲେ ବି ଜଏଣ୍ଟ ପଟାରେ ବି ଆପଣକେ ସହମତି ଫର୍ମଟା লাগবা ଆଜ୍ଞା। এই কথা ଗୋଟେ ମନେ ରଖନ୍। ଆମର ପଶ୍ଚିମ ଓଡ଼ିଶାରେ କାଁ ହେଉଛି ଆଜ୍ଞା ବହୁତ ସାରା ଲୋକମାନେ ଅଛନ୍ ଜମି ବାଡ଼ି ଗହନା କରିଥିସନ୍ ମାନେ ସାଫ ସାଫ କହିଲେ ବନ୍ଧା ପକେଇଥିସନ୍ ତ ବନ୍ଧା ଧରଲା ଜମି ମନକେ ବି ଆପଣ ଧାନ ବିକି ପାରବେ ଆଉ ଏଥିର୍ ଲାଗି ହେଲେ ଆପଣକେ ଯେନ୍ ମାଲିକରୁ ଆପଣମାନେ ଯାରଟା ଆପଣ ବନ୍ଧା ଧରିଛନ୍ ଜମିଟା ତ ସେ ଜମିର କାଗଜପତ୍ର ଆନବେ ସେ ଜମି ମାଲିକର ଆଧାର କାର୍ଡ଼ ସହମତି ଫର୍ମରେ ସିଗ୍ନେଚର করবে ଏତିକି ସବୁ ଫିଲ୍ଅପ୍ କରି ସାରିଲା ପରେ ଆପଣକେ ଯାହାକି ଆପଣଙ୍କର ବ୍ଲକ ହଉ କିମ୍ବା ଯେନ୍ ଆପଣ ଯେନ୍ সোসাইটিରେ ଯେନ୍ ଧାନଟା ରେଜିଷ୍ଟ୍ରେସନ କରୁଛନ୍ ସେନେ ଫର୍ମ ଦେଲା ପରେ ଆରାମସେ ଆପଣଙ୍କର ପଞ୍ଜୀକରଣ ହେଇପାରବା। ଆଉ ଦେଖୁନ୍ ବହୁତ ଆପଣମାନେ ଯଦି କମେଣ୍ଟ କରିବେ ସହମତି ଫର୍ମଟା କେନ୍ତା ଫିଲ୍ଅପ୍ କରାଯିବା ନିଜ ଜେଜେବାପାର ନାଁରେ ଜମି ଥିଲେ କେନ୍ତା ଫିଲ୍ଅପ୍ করবে ଆପଣ ଅଦର ଯେନ୍ ରହୁଛି ଆପଣ ଭାଗ ଚାଷୀ ହିସାବରେ କେନ୍ତା করে ଆପଣମାନେ କରିପାରବେ ଫର୍ମ ଫିଲ୍ଅପ୍ ସେ ବିଷୟରେ କହେ ବୋଲେ ମୁଇଁ ତାର ଲାଗି ଗୋଟେ ସେପାରେଟ୍ ଭିଡ଼ିଓ ବନେଇଦେମି ଯେନ୍ଟାକି ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ ତାର ଲାଗି ଏକ୍ସଟ୍ରା ଭିଡ଼ିଓ ଆସିଯିବା। ତ ସେଥିଲାଗି ଆମର এই ଚ୍ୟାନେଲকে ଲାଇକ୍ ଗୋଟେ କରିଥନ୍ ଯାହା ବି ଅପଡେଟ୍ আসବା ମୁଇଁ ଆପଣକେ ନିର୍ଭୁଲ ଭାବରେ ବତାଇ ଦେମି ଆଜ୍ଞା। ଆଉ ଗୋଟେ କଥା ମନେ ରଖିଥନ୍ ଯେତେବେଲେ ଆପଣମାନେ ମଣ୍ଡିରେ ରେଜିଷ୍ଟ୍ରେସନ କରି ଯାଉଛନ୍ ରେଜିଷ୍ଟ୍ରେସନ କଲା ସମୟରେ ଆପଣକେ ଦେଖନ୍ ଡିବିଟି ଥିବା ନିହାତି ଦରକାର ଆଉ ଡିବିଟି ଯଦି ନେଇଥିବା ବୋଲେ ଆଜ୍ଞା ଆପଣ ଅନଲାଇନ୍ ଟୋଟାଲ ନେଇ ହୁଏ। এই କଥା ଗୋଟେ ମନେ ରଖିଥନ୍
ପ୍ରାୟତଃ ଇଥର ଯେନ୍ ଚାଷୀମାନେ ଟୁକନ୍ ମାନେ ବେଶୀ ଲେସ୍ ହେବା କାରଣ ହେଲା ଆମର ଚାଷୀମାନଙ୍କର କାଣା ହେଇଥିଲା ନା ଧାନ ମଣ୍ଡିର ଟୁକନ୍ଟା ଯାହାକି ଜେନେରେଟ୍ ନେଇ ହେଇପାରୁଥାଏ ମାନେ ଆପଣଙ୍କର ଡିବିଟି ପ୍ରୋବ୍ଲେମ୍ ଲାଗି ଆଉ ଯେନ୍ ଚାଷୀମାନେ ପଛେ ଡିବିଟି ଆକ୍ଟିଭ୍ କଲେ ସେ ଚାଷୀମାନକେ ଯାହାକି ଧାନ ମଣ୍ଡିର ରେଜିଷ୍ଟ୍ରେସନ୍ ହେଇପାରିଲା ଆଜ୍ଞା। ତ ସେଥିଲାଗି ଆଉ ଗୋଟେ କଥା ମନେ ରଖିଥନ୍ ଯଦି ଆପଣଙ୍କର ଜନଧନ ଖାତା ଅଛେ ବୋଲେ ଆପଣକେ ମାଇନରରୁ ମେଜର କରବାଟା ନିହାତି ଜରୁରୀ ମାନେ ଛୋଟ ଖାତାରୁ ବଡ଼ ଖାତା କରବାଟା ଯେନ୍ଟାକି ଆପଣକେ ବହୁତ ଜରୁରୀ ମାନେ ଜନଧନ ଖାତାରେ ଆଜ୍ଞା 10ରୁ 20,000 କେବଳ ପର୍ ଡେ ଉଇଡ୍ରାଲ୍ ହେସି ସେନୁଆର ଅଧିକା ନାହିଁ ଆପଣକେ ଲାଖେ ଡିପୋଜିଟ୍ ହେବା ସେନୁଆର ନେଇ ହୁଏ ନା ତ ସେଥିଲାଗି ଆପଣକେ କାଁ କରବା ଜନଧନ ଖାତା ଯଦି ଆପଣ ରଖିଛନ୍ ବୋଲେ ଆପଣ ସେ ଖାତାକେ ବଡ଼ ଆକାଉଣ୍ଟ କରବା ପଡ଼ବା তো কেনে যে করবে আপনার যে ব্যাংকের খাতা খুলিছন সে ব্যাংকে যে আপনার করে বলে আরামসে আপনার জনধন খাতা বি বড় আকাউন্ট হয়ে পারবা আজ্ঞা তো আশা করছে আপনাকে নিহাতি ভাবে ভাল লাগা আউ এই ভিডিওকে কমসে কম আমার চাষী মান পাখে কমসে কম 2ରୁ 3টা চাষী মনকে নিহাতি ভাবে আপনার সেয়ার করুন যার দ্বারা কি আমার চাষী মানে জানিপারবে ଆଉ ଗୋଟେ କଥା ଆଜ୍ଞା ଆପଣମାନେ କେନ୍ କେନ୍ ଜିଲ୍ଲାରୁ ଦେଖୁଛନ୍ ନିହାତି ଆମର କମେଣ୍ଟ ସେକ୍ସନରେ ଜଣାବେ ଆପଣମାନକେ ଧାନ ମଣ୍ଡି ପଞ୍ଜୀକରଣ ଆରମ୍ଭ ହେଲାନ କି ନେଇ ହେବା ନିହାତି ଆମର କମେଣ୍ଟ ସେକ୍ସନରେ ଜଣାବେ ଯେହେତୁ ଆମର ଜିଲ୍ଲାମାନକେ ଅଲରେଡ଼ି ଧାନ ମଣ୍ଡି ପଞ୍ଜୀକରଣ ହେଇସାରିଲାନ ତ ସେଥିଲାଗି ମୁଁ ଭିଡ଼ିଓଟା ବନେଇ ଦେଉଛି ଆପଣଙ୍କ ସେପାରେଟ୍ ଆଉ ଫର୍ମ ଫିଲ୍ଅପ୍ ଭିଡ଼ିଓ ଯଦି ଦେଖିବାରେ ଚାହୁଁଛନ୍ ବୋଲେ ଆମର ଏଇ ଚ୍ୟାନେଲରେ ଅଛେ ଯେ ଭିଡ଼ିଓ ମାନେ ଦେଖିଦେବେ